ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ସୁବ୍ରତ। ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କୁ ମୁଁ ପୁଣି ଥରେ ୱେଲକମ୍ କରୁଛି। ତ ଆପଣମାନେ ଥମ୍ବନେଲ୍ ଦେଖି ଜାଣିପାରୁଥିବେ କି ଆଜି ଆମେ ମୟୂରଭଞ୍ଜ ହୋମଗାର୍ଡ଼ ଏକ୍ଜାମରେ ଆସିବାକୁ ଯେଉଁ ଯାଉଥିବା 40ଟି ମୋଷ୍ଟ ଇମ୍ପୋର୍ଟାଣ୍ଟ ଜିକେ କ୍ୱେଶ୍ଚନ୍ ଆନ୍ସର୍କୁ ମକ୍ ଟେଷ୍ଟ 3ରେ ଆଜି ଆମେ ପୁରା ଡିସ୍କସନ୍ କରିବା, ଯାହାକି ଆପଣମାନେ ହୋମଗାର୍ଡ଼ ଏକ୍ଜାମରେ ଏଥିରୁ ହିଁ କ୍ୱେଶ୍ଚନ୍ ସବୁ କିଛି ଦେଖିବାକୁ ପାଇପାରିବେ। ତ ଦୟାକରି ଆପଣମାନେ ଏହି ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଏହି ଚ୍ୟାନେଲକୁ ପ୍ରଥମ କରି ଆପଣମାନେ ଆସିଥିଲେ ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ରଖନ୍ତୁ ଓ ଆପଣମାନଙ୍କର ସାଙ୍ଗସାଥି ନିକଟକୁ ଏହି ଭିଡ଼ିଓଟି ସେୟାର କରିଦିଅନ୍ତୁ, ଯାହାଫଳରେ କିଛି ବି ଜବ୍ର ନୋଟିଫିକେସନ୍ ବାହାରିଲେ ସର୍ବପ୍ରଥମେ ଏହି ଚ୍ୟାନେଲରେ ଆପଣମାନେ ଦେଖିବାକୁ ପାଇପାରିବେ। ତ ଯେଉଁ ସାଙ୍ଗସାଥିମାନେ ଆପଣମାନଙ୍କର ହୋମଗାର୍ଡ଼ ଏକ୍ଜାମ ପାଇଁ ଫର୍ମ ପକାଇଛନ୍ତି ତ ଏହି ଭିଡ଼ିଓଟି ତାଙ୍କୁ ସେୟାର କରିଦିଅନ୍ତୁ, ଯାହାଫଳରେ ଏହି ଭିଡ଼ିଓଟି ସମସ୍ତଙ୍କ ପାଇଁ ବେନିଫିଟ୍ ରହିବ। ତ ଚାଲନ୍ତୁ ଆଉ ଅଧିକ ଡେରି ନକରି ଆମେ ଏହି ଭିଡ଼ିଓକୁ ଆରମ୍ଭ କରିବା। ଆଜିର ପ୍ରଥମ କ୍ୱେଶ୍ଚନ୍ କ'ଣ ଦେଇଛି ଦେଖିବା ଚାଲନ୍ତୁ। ତ କ୍ୱେଶ୍ଚନ୍ ନମ୍ବର 1, ହୋମଗାର୍ଡ଼ ଡେ କେବେ ପାଳନ କରାଯାଏ ସେ ପଚାରିଛି। ଆମର ଯେଉଁ ହୋମଗାର୍ଡ଼ ଦିବସ ତ ତାହା କେବେ ପାଳନ କରାଯାଏ? 15 ଅଗଷ୍ଟ, ନା 26 ଜାନୁଆରୀ, ନା 6 ଡିସେମ୍ବର, ନା 1 ଏପ୍ରିଲ? କେବେ ପାଳନ କରାଯାଏ ଆମର ହୋମଗାର୍ଡ଼ ଦିବସ? 6 ଡିସେମ୍ବରରେ ଆମର ହୋମଗାର୍ଡ଼ ଦିବସ ପାଳନ କରାଯାଏ। ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର୍। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 2, ଭାରତରେ ହୋମଗାର୍ଡ଼ ପ୍ରଥମେ କେଉଁ ରାଜ୍ୟରେ ଆରମ୍ଭ ହୋଇଥିଲା? ଆମର ଯେଉଁ ଭାରତରେ ହୋମଗାର୍ଡ଼ ଆରମ୍ଭ ହୋଇଥିଲା ତ ତାହା କେଉଁ ରାଜ୍ୟରେ ପ୍ରଥମ ଆରମ୍ଭ ହୋଇଥିଲା ସିଏ ପଚାରିଛି। ତ ଆପଣଙ୍କର ଏଇଟା ଭେରି ଇମ୍ପୋର୍ଟାଣ୍ଟ ରହିଛି। ତ ଆପଣମାନେ ଏହାକୁ ନିହାତି ଦେଖିକି ଯାଆନ୍ତୁ। ଏକ୍ଜାମ୍ ହଲ୍ରେ ଏହି ପରୀକ୍ଷା କ୍ୱେଶ୍ଚନ୍ ନିହାତି ଗୋଟେ ନା ଗୋଟେ ନିହାତି ଆପଣମାନେ ପାଇବେ ଦେଖିବା ପାଇଁ। ତ ସେ ପଚାରିଛି କ'ଣ ଦେଖନ୍ତୁ, ଭାରତରେ ହୋମଗାର୍ଡ଼ କେଉଁ ରାଜ୍ୟରେ ପ୍ରଥମେ ଆରମ୍ଭ ହୋଇଥିଲା? ଓଡ଼ିଶାରେ, ନା ମହାରାଷ୍ଟ୍ରରେ, ନା ପଞ୍ଜାବରେ, ନା ପଶ୍ଚିମବଙ୍ଗରେ? ତ ଏହାର ସଠିକ୍ ଆନ୍ସର୍ ହେବ ମହାରାଷ୍ଟ୍ର। ମହାରାଷ୍ଟ୍ରରେ ଆମର ଆରମ୍ଭ ହୋଇଥିଲା। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 3, କ୍ୱେଶ୍ଚନ୍ ନମ୍ବର 3ରେ କ'ଣ ଦେଇଛି ଦେଖନ୍ତୁ, ହୋମଗାର୍ଡ଼ କେଉଁ ପ୍ରକାର ସେବା? ସେ ପଚାରିଛି ହୋମଗାର୍ଡ଼ ଗୋଟିଏ କି ପ୍ରକାରର ସେବା? ଏହା ସ୍ଥାୟୀ ସେବା, ନା ଠିକା ଭାବରେ କରିବା ସେହି ସେବା, ନା ସ୍ୱେଚ୍ଛା ସେବା, ନା ବେସରକାରୀ? ଏଇଟା ତ ନିହାତି ସରକାରୀ, ଆପଣମାନେ ଜାଣିଥିବେ, କାହିଁକିନା ହୋମଗାର୍ଡ଼ରେ ଯେଉଁ ପ୍ରକାର କମ୍ପିଟିସନ୍ ଚାଲିଛି ତ ଏଇଟା ସରକାରୀ, ବେସରକାରୀ ତ କେବେ ବି ହେବନି। ତ ଏହାର ସଠିକ୍ ଆନ୍ସର୍ ହେଉଛି ସି, ଯେଉଁଟାକି ସ୍ୱଇଚ୍ଛା ସେବୀ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 4, ତ କ୍ୱେଶ୍ଚନ୍ ନମ୍ବର 4 କ'ଣ ଦେଇଛି ଦେଖନ୍ତୁ, ହୋମଗାର୍ଡ଼ କାହା ସହାୟତା ପାଇଁ କାମ କରେ? ହୋମଗାର୍ଡ଼ କାହା ସହାୟତା ପାଇଁ କାମ କରେ? ସେନାମାନଙ୍କ ପାଇଁ, ନା ପୋଲିସମାନଙ୍କ ପାଇଁ, ନା ନ୍ୟାୟାଳୟ ପାଇଁ, ନା ପଞ୍ଚାୟତ ପାଇଁ? କାହା ପାଇଁରେ? ତ ଏହାର ସଠିକ୍ ଆନ୍ସର୍ ହେବ ବି, ଯେଉଁଟାକି ପୋଲିସ। ହୋମଗାର୍ଡ଼ ପୋଲିସମାନଙ୍କ ସହାୟତା ପାଇଁ କାମ କରେ, ମାନେ ପୋଲିସମାନଙ୍କୁ କାମରେ କିଛି ସେ ସାହାଯ୍ୟ କରେ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ ଯିବା। କ୍ୱେଶ୍ଚନ୍ ନମ୍ବର 5, ତ ଭାରତରେ ହୋମଗାର୍ଡ଼ ବ୍ୟବସ୍ଥା କେବେ ଆରମ୍ଭ ହୋଇଥିଲା? କହିଛି ଆମର ଭାରତରେ ହୋମଗାର୍ଡ଼ ଯେଉଁ ବ୍ୟବସ୍ଥା ସେଇଟା କେବେ ଆରମ୍ଭ ହୋଇଥିଲା? ଯାହାକି ସଠିକ୍ ଆନ୍ସର୍ ହେବ ବି, 1950। ତ ଏଇ କ୍ୱେଶ୍ଚନ୍ଟା ରିପିଟ୍ ଆସିଛି ବୋଧେ, ଚେକ୍ କରିନେବେ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 6, କ୍ୱେଶ୍ଚନ୍ ନମ୍ବର 6ରେ ଦେଇଛି ହୋମଗାର୍ଡ଼ କେଉଁ ମନ୍ତ୍ରାଳୟ ଅଧୀନରେ କାମ କରେ? ସେ କହିଛି ହୋମଗାର୍ଡ଼ ଆମର ସେ କେଉଁ ମନ୍ତ୍ରାଳୟ ଅଧୀନରେ କାମ କରିଥାଏ? ରକ୍ଷା, ନା ଗୃହ, ନା ଅର୍ଥ, ନା ଶିକ୍ଷା? ତ ଏଇଟା ତ ଆପଣମାନେ ଜାଣିଥିବେ ନିହାତି, ଗୃହରକ୍ଷୀ। ତ ସେଥିପାଇଁ ଗୃହ ମନ୍ତ୍ରାଳୟ ଅଧୀନରେ ସେ କାମ କରିଥାଏ। କିଏରେ? ହୋମଗାର୍ଡ଼। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 7, ହୋମଗାର୍ଡ଼ର ମୁଖ୍ୟ କାର୍ଯ୍ୟ କ'ଣ? ସେ ପଚାରିଛି ହୋମଗାର୍ଡ଼ ଯେଉଁ ଆମର ରହିଛି ତ ତା'ର ମୁଖ୍ୟ କାର୍ଯ୍ୟ କ'ଣ ରହିଥାଏ, ତା'ର କାମ କ'ଣ ରହିଥାଏ ସେ ପଚାରିଛି। ଆଇନ ନିର୍ମାଣ, ନା ଶାନ୍ତି ଓ ସୁରକ୍ଷା, ନା କର ଆଦାୟ, ନା ନ୍ୟାୟ ଆଦାୟ? ତ ଏହାର ଯେଉଁ ସଠିକ୍ ଆନ୍ସର୍ ହେବ ଅପସନ୍ ବି, ଶାନ୍ତି ଓ ସୁରକ୍ଷା। ହୋମଗାର୍ଡ଼ର ମୁଖ୍ୟ କାର୍ଯ୍ୟ ହେଉଛି ଶାନ୍ତି ସୁରକ୍ଷା ରଖିବା। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ରେ ଯିବା। କ୍ୱେଶ୍ଚନ୍ ନମ୍ବର 8, କ୍ୱେଶ୍ଚନ୍ ନମ୍ବର 8ରେ କ'ଣ ଦେଇଛି ଦେଖନ୍ତୁ, ଆପଦକାଳୀନ ସମୟରେ ହୋମଗାର୍ଡ଼ କ'ଣ କରେ? ଯେ ଆପଦକାଳୀନ ସମୟରେ ହୋମଗାର୍ଡ଼ ସେ କ'ଣ କରିଥାଏ?
ଯାତାୟାତ ନିୟନ୍ତ୍ରଣ କରିଥାଏ, ନା ଉଦ୍ଧାର କାର୍ଯ୍ୟ କରିଥାଏ, ନା ଲୋକଙ୍କୁ ସହାୟତା କରିଥାଏ, ନା ସମସ୍ତ? ତ ଏହାର ସଠିକ୍ ଆନ୍ସର୍ ହେବ ସମସ୍ତ। ହୋମଗାର୍ଡ଼ ସେ ସବୁ କାମରେ ସାହାଯ୍ୟ କରିଥାଏ। ବୁଝିପାରିଲେ? ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। ତ ଦେଖିପାରୁଥିବେ କେତେ ଇଜି କ୍ୱେଶ୍ଚନ୍ ରହିଛି। ତ ଆପଣମାନେ ଏହି ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିହାତି ଏହି ମଧ୍ୟରୁ କ୍ୱେଶ୍ଚନ୍ କିଛି ହୋମଗାର୍ଡ଼ ଏକ୍ଜାମ୍ରେ ଦେଖିବାକୁ ପାଇପାରିବେ। ତ କ୍ୱେଶ୍ଚନ୍ ନମ୍ବର 9 ଦେଖନ୍ତୁ କ'ଣ ଦେଇଛି। ହୋମଗାର୍ଡ଼ର ପୋଷାକର ରଙ୍ଗ କ'ଣ? ସେ ପଚାରିଛି ହୋମଗାର୍ଡ଼ ଯେଉଁ ପୋଷାକ ପିନ୍ଧନ୍ତି ସେଟାକୁ କେମିତି କଲର୍ ହେଇଥାଏ ବା କେମିତି ଟାଇପ୍ର ହେଇଥାଏ? ନୀଳ ହେଇଥାଏ, ନା ସବୁଜ, ନା ଖାକି, ନା ସଫେଦ? ସଫେଦ ତ ହୋଇନଥାଏ ଜାଣିଥିବେ, ନୀଳ ବି ନାହିଁ, ସବୁଜ ବି ନାହିଁ, ଖାକି, ଯାହାକି ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର୍। ତ ଆଗକୁ ବଢ଼ିବା ପୂର୍ବରୁ ମୁଁ ଗୋଟେ କଥା କହି ରହିବି, ଯଦି ଆପଣମାନେ ଏହି ଚ୍ୟାନେଲକୁ ପ୍ରଥମ ଥର ଆସିଥିବେ ତ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ ଓ ପାଖରେ ଥିବା ବେଲ୍ ଆଇକନ୍କୁ ଅନ୍ କରିଦେବେ, ଯାହାଫଳରେ କିଛି ବି ନୋଟିଫିକେସନ୍ ଆସିଲେ ଆପଣମାନେ ଏହି ଚ୍ୟାନେଲରେ ସର୍ବପ୍ରଥମେ ଦେଖିବାକୁ ପାଇପାରିବେ। ତ ଚାଲନ୍ତୁ କ୍ୱେଶ୍ଚନ୍ 10କୁ ଯିବା। କ୍ୱେଶ୍ଚନ୍ 10ରେ କ'ଣ ଦେଇଛି ଦେଖନ୍ତୁ। ହୋମଗାର୍ଡ଼ କେଉଁ ସମୟରେ ଅଧିକ ସକ୍ରିୟ ଥାଏ? କେଉଁ ସମୟରେ ଅଧିକ ସକ୍ରିୟ ଥାଏ ହୋମଗାର୍ଡ଼? ଅପସନ୍ ଡି ହେବ ଏହାର ସଠିକ୍ ଆନ୍ସର୍। ସମସ୍ତ ଉତ୍ସବରେ ଥାଏ, ବିପଦରେ ବି ସେ ଆସିଥାଏ, ସାହାଯ୍ୟ କରିଥାଏ, ନିର୍ବାଚନରେ ବି ସେ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 11 ଦେଖନ୍ତୁ କ'ଣ ଦେଇଛି। ଭାରତର ରାଜଧାନୀ କେଉଁଟା? ଆମର ଯେଉଁ ଭାରତର ରାଜଧାନୀ ସେ ପଚାରିଛି, ସେ କେଉଁଟା ପଚାରିଛି? କଟକ, ନା ମୁମ୍ବାଇ, ନା ନୂଆଦିଲ୍ଲୀ, ନା କୋଲକାତା? ତ ଏହାର ସଠିକ୍ ଆନ୍ସର୍ ହେବ ନୂଆଦିଲ୍ଲୀ। ଆମର ଓଡ଼ିଶାର ରାଜଧାନୀ ପଚାରିଲେ କ'ଣ ହେବ? ଭୁବନେଶ୍ୱର ହେବ ଏହାର ସଠିକ୍ ଆନ୍ସର୍। ଓଡ଼ିଶାର ପଚାରିଥିଲେ ଭୁବନେଶ୍ୱର, ଭାରତର ପଚାରିଛି ଯେହେତୁ ନୂଆଦିଲ୍ଲୀ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ଦେଖନ୍ତୁ କ୍ୱେଶ୍ଚନ୍ ନମ୍ବର 12ରେ କ'ଣ ଦେଇଛି। ଭାରତର ପ୍ରଥମ ରାଷ୍ଟ୍ରପତି କିଏ? ଦେଖିପାରୁଥିବେ ଏଇଟା ଭେରି ଇମ୍ପୋର୍ଟାଣ୍ଟ ଆପଣମାନଙ୍କର ରହିଛି ହୋମଗାର୍ଡ଼ ଏକ୍ଜାମ୍ ପାଇଁ। ତ କିଏ ହେବ? ଅପସନ୍ ଏରେ ରାଜେନ୍ଦ୍ର ପ୍ରସାଦ, ବିରେ ରାଧାକୃଷ୍ଣ, ସିରେ ଜବାହରଲାଲ ନେହେରୁ, ଆଉ ଡିରେ ସର୍ଦ୍ଦାର ପଟେଲ। କିଏରେ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ? ସେ ହେଉଛନ୍ତି ଅପସନ୍ ଏ ହେବ ଏହାର ସଠିକ୍ ଆନ୍ସର୍, ରାଜେନ୍ଦ୍ର ପ୍ରସାଦ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 13 ଓଡ଼ିଶାର ରାଜ୍ୟ ଗୀତ କ'ଣ? ଆଉ ଯେଉଁ ଓଡ଼ିଶାର ରାଜ୍ୟ ଗୀତ କ'ଣରେ? ଦେଖନ୍ତୁ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ଗୁଡ଼ାକ ରହିଛି। ତ ଆପଣମାନେ ଏହାକୁ ନିହାତି ଭାବରେ ପଢ଼ିକି ଯାଆନ୍ତୁ, ବାରମ୍ବାର ମୁଁ କହୁଛି। ତ ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ସି, ବନ୍ଦେ ଉତ୍କଳ ଜନନୀ, ଯାହାକି ଓଡ଼ିଶା ରାଜ୍ୟ ଗୀତ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 14 ବନ୍ଦେ ଉତ୍କଳ ଜନନୀ କବି କିଏ? ଆଉ ଯେଉଁ ବନ୍ଦେ ଉତ୍କଳ ଜନନୀ ଲେଖିଥିଲେ ସେ କିଏ ଲେଖିଥିଲେ କବି? ତାଙ୍କର ନାଁ କ'ଣ? ସେ ହେଉଛନ୍ତି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 15 କ'ଣ ଦେଇଛି ଦେଖନ୍ତୁ। ଭାରତର ଜାତୀୟ ଗୀତ କ'ଣ? ଆମର ଭାରତର ଜାତୀୟ ଗୀତ ସେ କ'ଣ ପଚାରିଛି? ଯାହାକି ଏହାର ସଠିକ୍ ଆନ୍ସର୍ ହେବ ଅପସନ୍ ବି, ବନ୍ଦେ ମାତରମ୍। ବନ୍ଦେ ମାତରମ୍ ହେଉଛି ଆଉ ଆମର ଭାରତର ଜାତୀୟ ଗୀତ। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 16 ଓଡ଼ିଶାର ରାଜଧାନୀ କେଉଁଟା? ଆମର ଓଡ଼ିଶାର ରାଜଧାନୀ ସେ ପଚାରିଛି, ଯାହାକି କ'ଣ ହେବ? ପୁରୀ, ନା କଟକ, ନା ଭୁବନେଶ୍ୱର, ନା ବାଲେଶ୍ୱର? ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର୍, ଭୁବନେଶ୍ୱର, ଯାହାକି ହେଉଛି ଆମର ଓଡ଼ିଶାର ରାଜଧାନୀ। ତ ଆପଣମାନଙ୍କୁ ଯଦି ବଡ଼ ଡିଷ୍ଟ୍ରିକ୍ଟ ପଚାରିଛି ତ ମୟୂରଭଞ୍ଜ କହିବେ ଆପଣମାନଙ୍କର ସବୁଠାରୁ ବଡ଼ ଡିଷ୍ଟ୍ରିକ୍ଟ। ଏଇଟା ବି ଆପଣମାନଙ୍କର ପାଇଁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ରହିଛି। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍ ଯିବା। କ୍ୱେଶ୍ଚନ୍ ନମ୍ବର 17 ଓଡ଼ିଶା ଦିବସ କେବେ ପାଳନ କରାଯାଏ? ଆମର ଯେଉଁ ଓଡ଼ିଶା ଦିବସ ସେଇଟା କେବେ ପାଳନ କରାଯାଏ ସେ ପଚାରିଛି, ଯେଉଁଟାକି 1 ଏପ୍ରିଲ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ନେକ୍ସଟ କ୍ୱେଶ୍ଚନ୍ରେ କ'ଣ ଦେଇଛି ଦେଖନ୍ତୁ। ଓଡ଼ିଶାର ରାଜ୍ୟ ପଶୁ କ'ଣ? ସେ ପଚାରିଛି ଓଡ଼ିଶାର ରାଜ୍ୟ ପଶୁ ହାତୀ। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। କ୍ୱେଶ୍ଚନ୍ ନମ୍ବର 19 ଓଡ଼ିଶାର ରାଜ୍ୟ ଗୀତ କ'ଣ ସେ ପଚାରିଛି? ଏଟା ବି ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଅଛି, ଭେରି ଇମ୍ପୋର୍ଟାଣ୍ଟ। ତ ଏହାର ସଠିକ୍ ଆନ୍ସର୍ ହେବ ବନ୍ଦେ ଉତ୍କଳ ଜନନୀ। ଅପସନ୍ ସି ହେବ ଏହାର ସଠିକ୍ ଆନ୍ସର୍। ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ୍କୁ ଯିବା। ତ ଗୋଟେ କଥା କହିଦେବି, ମକ୍ ଟେଷ୍ଟ 2ରେ ଏ କ୍ୱେଶ୍ଚନ୍ଟି ମୁଁ ଭୁଲରେ କହିଦେଇଥିଲି। ତ ଆଉ ଥରେ ଆଜି ମୁଁ ଡିସ୍କସନ୍ କରିଦେଉଛି ଆପଣଙ୍କ ସାଥିରେ। ତ କ୍ୱେଶ୍ଚନ୍ ନମ୍ବର ଆମର 25ଟି ଭୁଲ ଥିଲା। ତ କ'ଣ ଦେଇଛି ଦେଖନ୍ତୁ। ମୟୂରଭଞ୍ଜ ଜିଲ୍ଲା
କେଉଁ ଜିଲ୍ଲା ସହ ସୀମା ଛୁଏଁ? ଆମର ଯେଉଁ ଏଠି ଜିଲ୍ଲା ପଚାରିଛି, ତ ଭଲ ଭାବରେ ଦେଖିବେ ମୟୂରଭଞ୍ଜ ଜିଲ୍ଲା କେଉଁ ଜିଲ୍ଲା ସହ ସୀମା ଛୁଏଁ? ତ ଏହାର ସଠିକ୍ ଆନ୍ସର୍ ହେବ ବାଲେଶ୍ୱର। ମୁଁ ଭୁଲରେ ଝାଡ଼ଖଣ୍ଡ କହିଦେଇଥିଲି, ତ ଏହାର ସଠିକ୍ ଆନ୍ସର୍ ହେବ ବାଲେଶ୍ୱର। ତ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନକୁ ଯିବା। ତ ନେକ୍ସଟ କ୍ୱେଶ୍ଚନରେ କ'ଣ ଦେଇଛି ଦେଖନ୍ତୁ, ଉତ୍କଳ ଜନନୀର କବି କିଏ? ତ ଏଇଟା ଆପଣମାନେ କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାଇବେ। ତ ଆଜି ପାଇଁ ଏତିକି ଥିଲା। ତ ଆପଣମାନଙ୍କୁ ଗୋଟେ କଥା କହିବି, ଯଦି ଆପଣମାନେ ଏହି ଚ୍ୟାନେଲକୁ ପ୍ରଥମ କରି ଆସିଥିବେ, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା ପାଇଁ ନିହାତି ଭୁଲିବେନି। ଓ ଆପଣମାନଙ୍କର ସାଙ୍ଗସାଥି ଯେଉଁମାନେ ହୋମଗାର୍ଡ଼ ଏକ୍ଜାମ୍ ପାଇଁ ଫର୍ମ ପକାଇଛନ୍ତି, ତ ତାଙ୍କୁ ଏହି ଭିଡ଼ିଓଟି ସେୟାର କରିଦେବେ। ଓ ନେକ୍ସଟ କ୍ଲାସ୍ ଆଣିବା ପାଇଁ କମେଣ୍ଟ ବକ୍ସରେ କମେଣ୍ଟ କରିବେ। ତ ରହୁଛି, ଜୟ ଜଗନ୍ନାଥ।